ଠାକୁରଙ୍କର ମହିମା ହେଉଛି ଇଏ ଠାକୁର କେତେ ବର୍ଷର କେହି କହିପାରିବେନି। ଅଚ୍ୟୁତାନନ୍ଦ ମହାପୁରୁଷ ତାଙ୍କ ତତ୍ତ୍ୱବୋଧନରେ ଲେଖିଛନ୍ତି ଏଇ ଈଶାନେଶ୍ୱରଙ୍କ ନାଁ, ଯାହାଫଳରେ ଆଜି ଗବେଷକମାନେ ବି ତାକୁ ଗବେଷଣା କରୁଛନ୍ତି କେତେ ବର୍ଷର ଠାକୁର କେହି କହିପାରିବେନି। ଆମେ ପିଲାବେଳେ ଦେଖିଥିଲୁ, ଏଠି ବହୁତ ପରେ ପରେ ପଢ଼ୁଥିଲେ। ଏବେ ବି ଠାକୁରଙ୍କର ଏଠି ଆମ ମୀନାନୀ ଆମର ଏଇଟା ସନ୍ତୋଷ ମଳିକି ଏସବୁ କ୍ୟାନ୍ସରରେ ଏବେ ସବୁ ଭଲ ହେଇଛନ୍ତି। କିନ୍ତୁ ଯେଉଁ 2001 ମସିହାରେ ଯେତେବେଳେ ଘାଇ ଭାଙ୍ଗିଲା, ଆପଣ ଏଇଥିରୁ ଦେଖନ୍ତୁ ଯେ ପ୍ରଳୟ ଏଠି ସୃଷ୍ଟି ହେଲା, କିନ୍ତୁ ଏଡ଼ିକି ଗୋଟେ ପଥରର କିଛି କରିପାରିଲାନି। ତେଣୁ ସେଇଟା କି ପଥର? ମନ୍ଦିର ପଳେଇଲା, କୁଇଣ୍ଟାଲ କୁଇଣ୍ଟାଲ ପଥର କୁଆଡ଼େ ପଳେଇଲା, କିନ୍ତୁ 1.5 ଫୁଟରେ 1.5 ଫୁଟ ଲିଙ୍ଗକୁ ନେଇପାରିଲାନି ପ୍ରଳୟ। ତେଣୁ ସେ କି ପଥର, ତାର କି ଶକ୍ତି? ତେଣୁ ଯାହା ହଉ ଗାଁ ବାଲାଙ୍କ ପ୍ରଚେଷ୍ଟାରେ ବହୁତ ଘାତ ପ୍ରତିଘାତରେ ଏ ମନ୍ଦିର ତିଆରି ହେଇଛି। ପ୍ରାୟ 80 ଲକ୍ଷ ଟଙ୍କା ଭଳି ଖର୍ଚ୍ଚ ହେଇଛି। ଆମେ କେତେଜଣ ମାନେ ଆଉ ଏ ପିଲାମାନଙ୍କୁ ଧରିକିରି ଏ ମନ୍ଦିର ନିର୍ମାଣ କରାଯାଇଛି। ଗାଁ ବାଲାଙ୍କର ବହୁତ ମାନେ ଶ୍ରମ ଦେଇଛନ୍ତି। ତେଣୁ ସେଇ ଦିନଠୁ ଏଠି ଅନୁଷ୍ଠାନ ଆଗରୁ ହେଉଥିଲା, ମନ୍ଦିର ଭାଙ୍ଗିଗଲା ପରେ ଆଉ 5 ବର୍ଷ ଖଣ୍ଡେ ବନ୍ଦ ହେଇଗଲା। ତାପରେ 2019ରୁ ଆରମ୍ଭ ହେଇଛି। ଆଉ କ'ଣ କାର୍ଯ୍ୟକ୍ରମ ରହିଛି ଆମର ଏଠି? କାର୍ତ୍ତିକ ପୂର୍ଣ୍ଣିମା ହୁଏ 10 ଦିନ କାଳ। ବୋଲବମ୍ ପିଲା ବହୁତ ଆଡ଼ୁ ବହୁତ ଶିବଭକ୍ତ ମାନେ ଆସନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଆମର 8-10 ଦିନ ଖଣ୍ଡେ ଏଠି ରାହାସ ହୁଏ। ତାପରେ ବହୁତ ଲୋକ ଆସି ଏଠି ପହଞ୍ଚନ୍ତି। ତାପରେ ଜାଗର ଏଠି ବଡ଼ ସମାରୋହରେ ହୁଏ। ଆଜିର ପ୍ରୋଗ୍ରାମ ହେଉଛି ଆମର ସପ୍ତମ ମନ୍ଦିର ପ୍ରତିଷ୍ଠାର 7ମ ବାର୍ଷିକୀ ମହାଯଜ୍ଞ। ଏ ଯଜ୍ଞର ଆଜି 2ୟ ଦିବସ। ବର୍ତ୍ତମାନ କଳସ ଶୋଭାଯାତ୍ରା ଚାଲିଛି। ଆମର ଆସିଲେ ବର୍ତ୍ତମାନ ଯଜ୍ଞ ଆରମ୍ଭ ହେବ। ଆମର ଏ ଯେଉଁ ଯଜ୍ଞ ଘର ଆଉ ଯଜ୍ଞ କୁଣ୍ଡ ଏସବୁ ସଂସ୍କାର ହେଇକରି ତାପରେ ଆହୁତି ଆରମ୍ଭ ହେବ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ପୁରାତନ ଯେଉଁଟାକି ବୁଡ଼ି ଯାଉଛି, ଆମେ ତାକୁ ଅଭିନୟ କରିଛୁ ବା ଯେ ଘୋଡ଼ା ନାଟ ବି ହେବ। ଜନ କୁମାର ସାହୁ, ଦୀର୍ଘ ଦିନର ଏଇ ଗ୍ରାମରେ ମୁଁ ସକ୍ରିୟ ଭାବରେ ଏଇ ଯେଉଁ ଉତ୍ସବ ସବୁ ହୁଏ ତା ଦେହରେ ଯୋଗ ଦିଏ। ଏଇ ଯେଉଁ ପୁରାତନ ମନ୍ଦିର କଥା ନନା କହୁଥିଲେ ଆ ପୂର୍ବରୁ, କାରଣ ଏତେ ଗଭୀର ହେଇଗଲା, ତା ଭିତରେ ସବୁ କିଛି ଖଣ୍ଡେ ଇଟା ମଧ୍ୟ ବାହାରକୁ ଆସିଲା ନାହିଁ। ସବୁଯାକ ତା ଭିତରେ ପୋତି ହେଇଗଲା। ଏତେ ବଡ଼ ଗଭୀର ହେଲା, ଆମେ କଳ ପକେଇକି ପାଣି ଶୁଖେଇ ପାଇଲୁନି, ନଈଝର ରହିଲା, ତା ଭିତରେ ସବୁ ପଳେଇଲା। ଜଷ୍ଟ ମାସେ 19 ଦିନ ପୂର୍ବରୁ ମୁଁ ତା ତଳ ଯାକ ସବୁ ମାର୍ବଲ ପକାଇଥିଲି। ସେ ଛୋଟିଆ ଖଣ୍ଡେ ମାର୍ବଲରେ ଏଇ ଯେଉଁ ଦେଖାଯାଉଛି ଏଇ ଓସ୍ତ ଗଛ ତାରି ପାଖରେ ପଡ଼ିଥିଲେ ଏବଂ ସ୍ୱପ୍ନାଗତ କଲେ ପିଲାମାନେ ବିଭିନ୍ନ ଆଡ଼େ କାହିଁ ଘୁରି ବୁଲୁଛନ୍ତି। ମୁଁ ଓସ୍ତ ଗଛ ପାଖରେ ଅଛି, ମୋତେ ଉଦ୍ଧାର କର। ସେଠୁ ଯେଉଁଟାକି ଉଦ୍ଧାର କରାହେଇ ଗୋଟେ ଛୋଟିଆ ମନ୍ଦିର ହେଲା ଏବଂ ଏଠି ଆସି ମନ୍ଦିର ପ୍ରତିଷ୍ଠା କରିବା ପାଇଁ ବହୁତ ଅକ୍ଲାନ୍ତ ପରିଶ୍ରମ ସବୁ ସର୍ଭିସବାଲାଙ୍କ ପାଖରେ ଆମେ ହାତ ଟେକିଛୁ। ସେମାନେ ଅକୁଣ୍ଠିତ ଭାବରେ ଅର୍ଘ୍ୟ ଦେଇଛନ୍ତି। ଗ୍ରାମବାସୀ ସମସ୍ତେ ବହୁ ପରିଶ୍ରମ କରି ଏ ବିରାଟ ମନ୍ଦିର କରିଛନ୍ତି। ଏ ଉତ୍ସବଟା ବହୁତ ହେଇଛି। ବିଭିନ୍ନ ଲୋକ ବିଭିନ୍ନ ସମୟରେ ଆସି ଏଠି ମାନସିକ କରି ଯେଉଁମାନେ ସୁସ୍ଥ ହୋଇଛନ୍ତି ତାଙ୍କର ଅବଦାନ ମଧ୍ୟ ଅଛି। ଆଜି ଏଇ ଯେଉଁ 5ମ ବାର୍ଷିକୀ 7ମ ବାର୍ଷିକୀ ଯେଉଁ ଉତ୍ସବ ହେଉଛି, ଆଜି 2ୟ ଦିବସ। ଆଜି ଘୋଡ଼ା ନାଚ ରହିଛି। 2ୟ ଦିବସରେ ଆମର ପିଲାମାନେ ଯାତ୍ରା କରନ୍ତି। ଏଇ ଯାତ୍ରା ମଧ୍ୟ 2 ଦିନ ହେବ। ପ୍ରବଚନ ଅଛି।